ସାମ୍ବାଦିକ ଗହଣରେ ଆଉ ନାହାନ୍ତି ଯୁବ ସାମ୍ବାଦିକ ସୁରେଶ ଚନ୍ଦ୍ର ସାହୁ। ତାଙ୍କ ଅକାଳ ବିୟୋଗରେ ଜୟପାଟଣା ମୁଖିଗୁଡ଼ା କେଜିଓ ସାମ୍ବାଦିକ ସଂଘ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସନ୍ଧ୍ୟାରେ ଅର୍ପଣ ହୋଇଯାଇଛି। ଏଭଳି ଦୁଃଖଦ ଖବର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କରଲାମୁଣ୍ଡା ବ୍ଲକ କଣ୍ଡେରେଇ ଗ୍ରାମରେ। ସୂଚନାରୁ ଅବଗତ ଯେ ସ୍ୱର୍ଗତ ସାହୁଙ୍କୁ ମାତ୍ର 30 ବର୍ଷ ହୋଇଥିଲା। ସାମ୍ବାଦିକ ଭାଇ ଜଣକ ଅପରାହ୍ନ ଖବରକାଗଜର ଜିଲ୍ଲା ପ୍ରତିନିଧି ରୂପେ କାର୍ଯ୍ୟରତ ଥିଲେ। ତାଙ୍କୁ ସାମାନ୍ୟ ଜ୍ୱର ହେବାରୁ ସେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ, ଯାହା ଫଳରେ ସାମ୍ବାଦିକମାନଙ୍କ ଏକ ଅପୂରଣୀୟ କ୍ଷତି ହୋଇଥିବା ଜଣାପଡ଼ିଛି। ସ୍ୱର୍ଗୀୟ ସାହୁଙ୍କ ପରିବାର କହିଲେ ସ୍ତ୍ରୀ ସହିତ ଗୋଟିଏ ଛୋଟିଆ ଝିଅ ଓ ବୁଢ଼ୀ ମା ଅଛନ୍ତି। ସେମାନଙ୍କ ଆର୍ଥିକ ସମସ୍ୟା ଅତି ଦୟନୀୟ ଅଟେ। ତେଣୁ ସେମାନେ କେମିତି ପରିବାର ଭରଣ ପୋଷଣ କରିବେ ଚିନ୍ତାରେ ପରିବାର। ତେଣୁ ସରକାରୀ ସହାୟତା ଏକାନ୍ତ ଆବଶ୍ୟକ ରହିଛି ବୋଲି ସାଧାରଣରେ ପ୍ରକାଶ ପାଇଛି। ସତ୍ୟକୁ ପାଥେୟ କରି ଚାଲି ଆସୁଥିବା ସାମ୍ବାଦିକମାନଙ୍କ ସମାଜରେ ନିତାନ୍ତ ଆବଶ୍ୟକ ରହିଛି। ଏହା ଏକ ବିଶାଳ ପରିସର, ଯାହାକୁ ଯେଉଁ ଜିନିଷ ଦରକାର ତାହାକୁ ସହାୟତା ଯୋଗାଇ ଦେବାକୁ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ଓ ଦେଶକୁ ଶୃଙ୍ଖଳିତ କରିବା ପାଇଁ ସାମ୍ବାଦିକତାର ଆବଶ୍ୟକତା ରହିଛି। ସାମ୍ବାଦିକତା ଗୋଟିଏ ଛୋଟିଆ ପଦବୀ ନୁହେଁ। ଯଦି ଗୋଟିଏ ଦେଶରେ ସାମ୍ବାଦିକତା କିଣି ହୋଇଯାଏ ତାହେଲେ ସେ ଦେଶ ଅଧୋଗତି ହୁଏ। କିନ୍ତୁ ସ୍ୱର୍ଗତ ସାହୁ ଜଣେ ଦକ୍ଷ ସାମ୍ବାଦିକତା ରୂପେ ପରିଚିତ ଥିଲେ ଓ ନିଜର ଆତ୍ମସମ୍ମାନ ହରାଇ ନାହାନ୍ତି। ବରଂ ସେ ସାମ୍ବାଦିକ ମହଲରେ ସତ୍ୟର ସାରଥୀ, ଦୋଷୀକୁ ସାମ୍ନାକୁ ଆଣିବା, ଗରିବ ଅସହାୟର ବାଣୀ ଶୁଣିବା, ଦେଶକୁ ଶୃଙ୍ଖଳା ଦେବା ଓ ମହତ ଗୁଣକୁ ଜାଗୃତ କରିବା ଭଳି ଅନେକ କାର୍ଯ୍ୟ କରିଯାଇଛନ୍ତି ବୋଲି ଶୁଣିବାକୁ ମିଳୁଛି। ଏହିଭଳି ସାମ୍ବାଦିକଙ୍କୁ ହରାଇ ଆଜି ସମସ୍ତ ସାମ୍ବାଦିକ ଭାଇ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି। କଳାହାଣ୍ଡି ଜିଲ୍ଲା ଜୟପାଟଣାରୁ ଦିବ୍ୟ ନାଗଙ୍କ ରିପୋର୍ଟ, ଗୁଗୁଲି ନ୍ୟୁଜ୍।